ଭଗବାନ କ'ଣ ସତରେ ଅଛନ୍ତି? ଥରେ ଜଣେ ରାଜା ନିଜର ରାଜସଭାରେ କହିଲେ, କ'ଣ ତୁମମାନଙ୍କ ଭିତରୁ କିଏ ଭଗବାନ ଅଛନ୍ତି ବୋଲି ପ୍ରମାଣ ଦେଇପାରିବ? ଉପସ୍ଥିତ ଥିବା ସମସ୍ତ ବ୍ୟକ୍ତି ଚିନ୍ତା କରିବାକୁ ଲାଗିଲେ। ଶେଷରେ ଜଣେ ମନ୍ତ୍ରୀ କହିଲେ, ମହାରାଜ, ମୁଁ ଆସନ୍ତାକାଲି ଆପଣଙ୍କ ପ୍ରଶ୍ନର ଉତ୍ତର ଆଣିବାକୁ ଚେଷ୍ଟା କରିବି। ରାଜସଭା ଶେଷ ହେଲା ପରେ ଉତ୍ତର ଖୋଜିବା ପାଇଁ ସେ ମନ୍ତ୍ରୀ ତାଙ୍କର ଗୁରୁଙ୍କ ପାଖକୁ ଯାଉଥିଲେ। ବାଟରେ ତାଙ୍କର ଗୁରୁକୁଳର ଜଣେ ବିଦ୍ୟାର୍ଥୀଙ୍କ ସାଙ୍ଗରେ ଦେଖା ହୋଇଗଲା। ମନ୍ତ୍ରୀଙ୍କୁ ଚିନ୍ତାରେ ଦେଖି ସେ ବିଦ୍ୟାର୍ଥୀ ପଚାରିଲେ, ସବୁ କୁଶଳ ମଙ୍ଗଳ ଅଛି ତ? ଏତେ ଜଲ୍ଦିରେ କୁଆଡ଼େ ଯାଉଛନ୍ତି? ମନ୍ତ୍ରୀ କହିଲେ କି, ଗୁରୁଜୀଙ୍କୁ ଈଶ୍ୱର ଥିବାର ପ୍ରମାଣ ପଚାରିବାକୁ ଯାଉଛି। ବିଦ୍ୟାର୍ଥୀ କହିଲେ, ଏଥିପାଇଁ ଗୁରୁଜୀଙ୍କୁ କଷ୍ଟ ଦେବାର ଆବଶ୍ୟକତା କ'ଣ ଅଛି? ଏହାର ଉତ୍ତର ମୁଁ ତ ଦେଇପାରିବି। ଆରଦିନ ମନ୍ତ୍ରୀ ସେ ବିଦ୍ୟାର୍ଥୀଙ୍କୁ ନେଇ ରାଜସଭାରେ ପହଞ୍ଚିଲେ ଏବଂ କହିଲେ, ମହାରାଜ, ଏ ବିଦ୍ୟାର୍ଥୀ ଆପଣଙ୍କ ପ୍ରଶ୍ନର ଉତ୍ତର ଦେବ। ବିଦ୍ୟାର୍ଥୀ ପିଇବା ପାଇଁ ଗୋଟେ ପାତ୍ର ଭରି କ୍ଷୀର ମାଗିଲେ। କ୍ଷୀର ମିଳିବା ପରେ ସେ କ୍ଷୀର ପାତ୍ରରେ ଆଙ୍ଗୁଠି ପୁରାଇ ଛିଡ଼ା ହୋଇଗଲେ। କିଛି କିଛି ସମୟ ବ୍ୟବଧାନରେ କ୍ଷୀର ପାତ୍ରରୁ ଆଙ୍ଗୁଠି ବାହାର କରି କିଛି ଦେଖୁଥିଲେ ଏବଂ ପୁଣି ଆଙ୍ଗୁଠି କ୍ଷୀରରେ ବୁଡ଼ାଇ ଛିଡ଼ା ହୋଇଯାଉଥିଲେ। ଅନେକ ସମୟ ବିତିଯିବା ପରେ ରାଜା ରାଗିଯାଇ କହିଲେ, କ୍ଷୀର କ'ଣ ପାଇଁ ପିଉନାହଁ? ତା ଭିତରେ ଆଙ୍ଗୁଠି ପୁରାଇ କ'ଣ ଦେଖୁଛ? ବିଦ୍ୟାର୍ଥୀ କହିଲା କି, ଶୁଣିଛି କ୍ଷୀରରେ ଲହୁଣୀ ଥାଏ, ମୁଁ ତାକୁ ହିଁ ଖୋଜୁଛି। ରାଜା କହିଲେ, ତମେ କ'ଣ ଏତିକି ଜାଣିନ ଯେ କ୍ଷୀରକୁ ଫୁଟାଇ ତାକୁ ଥଣ୍ଡା କରି ଫେଣ୍ଟିଲେ ଲହୁଣୀ ବାହାରେ? ବିଦ୍ୟାର୍ଥୀ ହସିଦେଇ କହିଲେ, ହେ ରାଜନ, ଠିକ୍ ସେହିପରି ସଂସାରରେ ଈଶ୍ୱର ସର୍ବବ୍ୟାପୀ। ସେ ସବୁଆଡ଼େ ଅଛନ୍ତି, କିନ୍ତୁ ସେ ଲହୁଣୀ ପରି ଅଦୃଶ୍ୟ ଏବଂ ତାଙ୍କୁ ତପ ଦ୍ୱାରା ପ୍ରାପ୍ତ କରାଯାଏ। ରାଜା ସନ୍ତୁଷ୍ଟ ହୋଇ କହିଲେ, ଆଚ୍ଛା କୁହ, ଈଶ୍ୱର କ'ଣ କରନ୍ତି? ବିଦ୍ୟାର୍ଥୀ ରାଜାଙ୍କୁ ପଚାରିଲେ, ଆଚ୍ଛା ଗୁରୁ ହେଇକି ପଚାରୁଛ ନା ଶିଷ୍ୟ ହେଇ ପଚାରୁଛ? ରାଜା କହିଲେ, ଶିଷ୍ୟ ହେଇ ପଚାରୁଛି। ବିଦ୍ୟାର୍ଥୀ କହିଲେ, ଏ କେଉଁଭଳି ଆଚରଣ ତୁମ୍ଭର? ଶିଷ୍ୟ ସିଂହାସନରେ ବସିଛି, ଗୁରୁ ତଳେ ଛିଡ଼ା ହୋଇଛନ୍ତି। ରାଜା ତୁରନ୍ତ ଉଠି ବିଦ୍ୟାର୍ଥୀଙ୍କୁ ସିଂହାସନରେ ବସାଇ ଦେଲା ଏବଂ ନିଜେ ତଳେ ଛିଡ଼ା ହୋଇଗଲେ। ଠିକ୍ ସେତିକିବେଳେ ବିଦ୍ୟାର୍ଥୀ କହିଲେ, ଈଶ୍ୱର ରାଜାଙ୍କୁ ରଙ୍କ କରି ରଙ୍କକୁ ରାଜା କରିଦେଲେ। ଈଶ୍ୱର ପ୍ରାପ୍ତି କେବଳ ଶ୍ରଦ୍ଧା ଏବଂ ଭକ୍ତିରେ ସମ୍ଭବ। ସବୁବେଳେ ପ୍ରସନ୍ନ ରୁହ। ଯାହା ମିଳିଛି ସେଥିରେ ସନ୍ତୁଷ୍ଟ ହୁଅ। ଯାହାର ମନ ଭଲ, ତାହାର ସବୁ ଭଲ। ସାଙ୍ଗମାନେ, ଆଜିର କାହାଣୀଟି ଯଦି ଆପଣମାନଙ୍କୁ ଭଲ ଲାଗିବ, କମେଣ୍ଟ ମାଧ୍ୟମରେ ମୋତେ ନିଶ୍ଚିନ୍ତ ଜଣାଇବେ। ତା ସହିତ ଭିଡ଼ିଓଟିକୁ ଲାଇକ୍ କରିବେ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ଜୟ ଜଗନ୍ନାଥ।